ଆଜି ପୁଣି କମିଗଲା ସୁନା ଦର। ଭୁବନେଶ୍ୱରରେ 10 ଗ୍ରାମକୁ କେତେ ରହିଛି ଚାଲନ୍ତୁ ଦେଖିବା ସମ୍ପୂର୍ଣ୍ଣ ଭିଡ଼ିଓ। ତା ପୂର୍ବରୁ ଚ୍ୟାନେଲକୁ ଗୋଟେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର। ପ୍ରତିଦିନ ସୁନା ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ। କେଉଁ ଦିନ ଦର କମିଥାଏ ତ କେଉଁ ଦିନ ବଢ଼ିଥାଏ, ଆଉ ପୁଣି କେବେ ସମାନ ରହିଥାଏ। ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶାର ସମେତ ଦେଶର ପ୍ରମୁଖ ସହରମାନଙ୍କରେ କ'ଣ ରହିଛି ସୁନା ଦର। ଆଜି ଭାରତୀୟ ବଜାରରେ 22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 70,790 ଟଙ୍କା ହୋଇଥିବା ବେଳେ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 77,230 ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନା ଦର ସାମାନ୍ୟ ହ୍ରାସ ପାଇଛି। ବୁଧବାର ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନା ଦର 70,790 ଟଙ୍କା ହୋଇଥିବା ବେଳେ 24 କ୍ୟାରେଟ୍ ସୁନା ଦର 77,230 ଟଙ୍କା ରହିଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ବଢ଼ୁଥିବା ଦେଖିବାକୁ ମିଳିଛି। ଦେଶର ଆର୍ଥିକ ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ୍ 70,790 ଟଙ୍କା ଥିବା ବେଳେ 24 କ୍ୟାରେଟ୍ ସୁନାର ମୂଲ୍ୟ 77,230 ଟଙ୍କା ରହିଛି। ରାଜଧାନୀ ଦିଲ୍ଲୀରେ ସୁନାର ଦର ସାମାନ୍ୟ ଟିକେ ବଢ଼ିଛି। ଦିଲ୍ଲୀ ମାର୍କେଟରେ ଆଜି 24 କ୍ୟାରେଟ୍ 10 ଗ୍ରାମ ଓ 22 କ୍ୟାରେଟ୍ 10 ଗ୍ରାମ ପ୍ରତି 77,380 ଟଙ୍କା ଏବଂ 70,940 ଟଙ୍କା ରହିଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ 22 କ୍ୟାରେଟ୍ ଏବଂ 24 କ୍ୟାରେଟ୍ ସୁନାର ମୂଲ୍ୟ 77,790 ଟଙ୍କା ଏବଂ 77,230 ଟଙ୍କା ରହିଛି। ବେଙ୍ଗାଲୁରୁରେ ମଧ୍ୟ 22 କ୍ୟାରେଟ୍ ଏବଂ 24 କ୍ୟାରେଟ୍ ସୁନାର ମୂଲ୍ୟ ସାମାନ୍ୟ ବଢ଼ିଛି। 22 କ୍ୟାରେଟ୍ ଏବଂ 24 କ୍ୟାରେଟ୍ ସୁନାର ମୂଲ୍ୟ ଯଥାକ୍ରମେ 71,790 ଟଙ୍କା ଏବଂ 77,230 ଟଙ୍କା ରହିଛି। ଭାରତୀୟ ବଜାରରେ ସୁନା ମୂଲ୍ୟ ସହ ରୂପା ଦର ବି କମିଛି। ରୂପା ମୂଲ୍ୟ କିଲୋ ପ୍ରତି 89,900 ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ରୂପାର ମୂଲ୍ୟ 97,900 ଟଙ୍କା ରହିଛି।